भासिब किए बुड़ीब जानिबा सांग आस कामटी करी देखिबा आमे आस मो पाखे बस केते जिनिस भासई पुणी केतेक बुड़ी जाए बसी देखिले जानिबा सबु का साथे कण हुए का साथे कण हुए हा हारारा 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 हा हारारा। ପିଲାମାନେ ତୁମେମାନେ ଘରେ ବାହାରେ ଅନେକ ଗୁଡ଼ିଏ ଜିନିଷ ଦେଖିବାକୁ ପାଉଥିବ। ତମମାନେ କେବେ ଭାବିଛ କି ଏଇ ଜିନିଷ ଗୁଡ଼ିକୁ ପାଣିରେ ପକେଇଲେ କଣ ହୁଏ? ତମମାନେ କେବେ ପରୀକ୍ଷା କରିଛ କେଉଁ ଜିନିଷ ପାଣିରେ ବୁଡ଼ିଯାଏ ଆଉ କେଉଁ ଜିନିଷ ପାଣିରେ ଭାସେ? ଠିକ ଅଛି, ଯଦି ସେଇ କଥାକୁ ତୁମେ କରିଛ ତାହେଲେ ବଢିଆ କଥା, ଭାରି ମଜା କଥା। ଏବେ ଆମେ ତୁମ ପରି ଦୁଇ ଜଣ ସାଙ୍ଗ କଣ କରୁଛନ୍ତି ଆସ ଦେଖିବା। Hey! Hey! ତୁମ ସାଙ୍ଗମାନେ ଯେଉଁ ପରୀକ୍ଷା କଲେ ସେଥିରେ ତୁମେ କଣ ଦେଖିଲ? ଆଚ୍ଛା ମତେ କହିଲ, ସେ ଯୋଉ ବାଲ୍ଟିରେ ଯୋଉ ପାଣି ଥିଲା ସେ ପାଣି ଉପରେ ସେମାନେ କଣ ପକଉଥିଲେ? ହଁ, ଠିକ କହିଲ, ବାଲ୍ଟିରେ ପାଣିରେ ସେମାନେ ଦୁଇଟି ମୁଦ୍ରା ପକଉଥିଲେ, ଟଙ୍କା, କଏନ ଯାହାକୁ ଇଂରାଜୀରେ କହନ୍ତି, ତାକୁ ପକଉଥିଲେ। କଣ ହେଲା ଫଳାଫଳ? ସେଗୁଡ଼ିକ ଭାସିଲା? ପାଣି ଉପରେ ଭାସିଲା କି? ନାଇଁ, କଣ ହେଲା ନା ସେଗୁଡ଼ିକ ପାଣିରେ ବୁଡ଼ିଗଲା। ତମେମାନେ ଦେଖିଲ ଏକଦମ ତଳକୁ ଚାଲିଗଲା। ଠିକ ଅଛି, ଆଉ ଗୋଟିଏ କଥା ଦେଖିବା। ତୁମ ସାଙ୍ଗ ଆଉ ଗୋଟେ ପରୀକ୍ଷା କରୁଛନ୍ତି, ତାକୁ ଦେଖିବା। ଚାଲ ତାହେଲେ। ଦେଖିଲ ପିଲାମାନେ, ତୁମମାନଙ୍କ ସାଙ୍ଗ ଯେଉଁ ପରୀକ୍ଷା କଲେ ସେ ପରୀକ୍ଷାରେ ତୁମମାନେ କଣ ଦେଖିଲ? ତୁମ ସାଙ୍ଗ ପାଣି ଉପରେ କଣ ଥଉଥିଲେ? ଠିକ କହିଲ, ତାହା ଖଣ୍ଡିଏ ସୋଲ ଥିଲା, ଯାହାକୁ ଆମେ ଥର୍ମୋକଲ ବୋଲି କହୁ। ଥର୍ମୋକଲ ପାଣିରେ ଭାସିଲା ନା ବୁଡ଼ିଗଲା? ତୁମମାନେ କଣ ଦେଖିଲ? ହଁ, ଠିକ କହିଲ, ତାହା ପାଣିରେ ଭାସିଲା। ଠିକ ଅଛି, ଆଉ ଗୋଟିଏ ପରୀକ୍ଷା ଦେଖିବା। ଚାଲ ତାହେଲେ। Ha harara ha harara ha harara ha harara ha harara ha harara किए भासिब किए बुड़ीब जानिबा सांग आस कामटी करी देखिबा आमे आस मो पाखे बस हा harara ha harara ha harara। ପିଲାମାନେ, ପୁଣି ଥରେ ତୁମ ସାଙ୍ଗର ଏଇ ପରୀକ୍ଷାରୁ ତୁମେ କଣ ଦେଖିଲ? ସାଙ୍ଗମାନେ ପାଣି ଉପରେ କଣ ପକାଇଲେ? ସେମାନେ ଖଣ୍ଡିଏ ପଥର ପକାଇଲେ। ଠିକ ଅଛି, ସେଇ ପଥର ଖଣ୍ଡିକ ପାଣିରେ ବୁଡ଼ିଲା କି ଭାସିଲା? ହଁ, ତମମାନେ ଠିକ କହିଲ, ପଥର ଖଣ୍ଡିକ ପାଣିରେ ବୁଡ଼ିଗଲା। ନାଇଁ କି ପିଲାମାନେ? ଠିକ ଅଛି, ଆମେ ଏଥର ଆଲୋଚନାକୁ ଯିବା। ତମମାନେ ମୋ କଥାକୁ ମନ ଦେଇ ଶୁଣ ଏବଂ ମୋ ପ୍ରଶ୍ନର ଉତ୍ତର ମଧ୍ୟ ଦିଅ। ତାହେଲେ ଆମେ କଥାଟିକୁ ଭଲ ଭାବରେ ବୁଝିନେବା। ଚାଲ ତାହେଲେ। ପିଲାମାନେ, ଏହି ଚିତ୍ରରେ କେତୋଟି ବସ୍ତୁ ଅଛି ତାକୁ ଆମେ ଦେଖିବା ଏବଂ ସେ ବସ୍ତୁଗୁଡ଼ିକ କଣ କଣ ତାକୁ ଆମେ ଚିହ୍ନି ନେବା। ପ୍ରଥମେ ପତ୍ରଟିଏ ଅଛି, ଦ୍ୱିତୀୟରେ ଡଙ୍ଗାଟିଏ ଅଛି, କାଗଜରେ ତିଆରି ଡଙ୍ଗା, ତମମାନେ ଏଇ ସବୁ ଡଙ୍ଗା ତିଆରି କରୁଥିବ। ଶୁଖିଲା କାଠ ଖଣ୍ଡିଏ ଅଛି ଏବଂ ଗୋଟିଏ ଫାଙ୍କା ବୋତଲ ଅଛି, ପ୍ଲାଷ୍ଟିକ ବୋତଲଟିଏ। ତା ପାଖରେ ଶୁଖିଲା ନଡ଼ିଆ ଚୋପାଟିଏ ଅଛି, ନଡ଼ିଆ ଖୋଳପା ଯାହାକୁ ତମମାନେ କୁହ, ନୁହେଁ କି? ଏଇଠି ଶୁଖିଲା ଥର୍ମୋକଲଟିଏ ଅଛି, ପ୍ଲାଷ୍ଟିକ ବଲଟିଏ ଅଛି, ସ୍ପଞ୍ଜ ଖଣ୍ଡେ ଅଛି ତମମାନଙ୍କ ପାଇଁ, ତମମାନେ ଦେଖୁଛ। ପ୍ଲାଷ୍ଟିକର ଗୋଟିଏ ଖେଳନା ଗାଡ଼ି ଅଛି, ବେଲୁନ ଗୋଟିଏ ଅଛି, ତମେ ବେଲୁନରେ ଖେଳ? ଠିକ ଅଛି, ଆଉ ଏଇଠି ଗୋଟିଏ ବରଫର ଟୁକୁଡ଼ା ବା ଖଣ୍ଡିଏ ବରଫ ଅଛି। ଏତିକି ଜିନିଷ ଆମ ପାଖରେ ଅଛି। ଠିକ ଅଛି ପିଲାମାନେ, କଣ କଣ ଅଛି ଆମମାନେ ଜାଣିନେଲେ। ତମମାନେ ଟିକେ କହିଲ, ଏଇ ସବୁ ପାଣିରେ ଭାସିବ ନା ପାଣିରେ ବୁଡ଼ିଯିବ? କହିଲ ଦେଖିବା, ପାଣିରେ ଭାସିବ? ଦେଖିବା, ପରୀକ୍ଷା କରି ଦେଖିବା ଏସବୁ ପାଣିରେ ଭାସୁଛି କି ପାଣିରେ ବୁଡ଼ି ଯାଉଛି। ଠିକ ଅଛି ପିଲେ, ମୁଁ ତୁମମାନଙ୍କ ପାଇଁ ଗୋଟିଏ ଗୋଟିଏ କାଚ ପାତ୍ର ନେଇଛି। ସେ କାଚ ପାତ୍ରରେ କିଛି ପାଣି ମଧ୍ୟ ନେଇଛି ଏବଂ ସେଇ ପାଣି ଉପରେ
ତୁମେ ଦେଖୁଥିବା ବସ୍ତୁଗୁଡ଼ିକୁ ରଖିଛି। ଏବେ ପ୍ରଥମ ଚିତ୍ରକୁ ଦେଖିବା। ଏଠାରେ କାଚ ପାତ୍ରଟିରେ ଥିବା ପାଣିରେ ପତ୍ରଟି କ'ଣ କରୁଛି? ଭାସୁଛି। ଦେଖିଲେ ଆମେ ଦ୍ୱିତୀୟ କାଚ ପାତ୍ରରେ ମଧ୍ୟ ଠିକ୍ ସେମିତି କଥା। ତମାନେ ଦେଖ, କାଗଜରେ ତିଆରି ଡଙ୍ଗାଟି ମଧ୍ୟ ଭାସୁଛି। ବୁଡ଼ି ଯାଇଛି କି? ନାଇଁ, ଭାସୁଛି। ତୃତୀୟ କାଚ ପାତ୍ରକୁ ଯିବା। ସେଥିରେ ଥିବା ଜଳରେ ଶୁଖିଲା କାଠି ଖଣ୍ଡିକ ମଧ୍ୟ ଭାସୁଛି। ଚତୁର୍ଥ ପାତ୍ରରେ ମଧ୍ୟ ଅନୁରୂପ କଥା ହେଇଛି। ସେଠାରେ ଥିବା ଜଳରେ ପ୍ଲାଷ୍ଟିକ ବୋତଲଟି ଭାସୁଛି। ଏଠାରେ ସ୍ପଞ୍ଜ ମଧ୍ୟ ଭାସୁଛି। ନାଲି ରଙ୍ଗର ଏହି ପ୍ଲାଷ୍ଟିକ ବଲଟି ମଧ୍ୟ କାଚ ପାତ୍ରରେ ଥିବା ପାଣି ଉପରେ ଭାସୁଛି ଏବଂ ସୋଲ ଖଣ୍ଡିକ ମଧ୍ୟ କାଚ ପାତ୍ରରେ ଥିବା ପାଣିରେ ଭାସୁଛି। ଏହି ଚିତ୍ରରେ ଦେଖୁଥିବା କାଚ ପାତ୍ରରେ ଥିବା ପାଣି ଉପରେ ନଡ଼ିଆ ଚୋପାଟି ମଧ୍ୟ ଭାସୁଛି ଏବଂ ତମେ ଯେଉଁ ଖେଳନାରେ ଖେଳ ପ୍ଲାଷ୍ଟିକ ଗାଡ଼ିଟି ମଧ୍ୟ ପାଣିରେ ଭାସୁଛି। ବେଲୁନ ମଧ୍ୟ ପାଣିରେ ଭାସୁଛି ଏବଂ ବରଫ ଖଣ୍ଡଟି ମଧ୍ୟ କାଚ ପାତ୍ରରେ ଥିବା ପାଣି ଉପରେ ଭାସୁଛି। ଏଥର ଆମମାନେ ଜାଣିଲେ ଏ ସବୁ ବସ୍ତୁ ପାଣିରେ ବୁଡ଼େ ନାହିଁ। ଏ ସବୁ ବସ୍ତୁ ପାଣିରେ ଭାସିଥାଏ। ଆମେ ଏ କଥା ଏଥର ଜାଣିବାକୁ ପାଇଲେ। ଠିକ ଅଛି ପିଲାମାନେ, ଆଉ ଗୋଟିଏ କଥାକୁ ଆମେ ଯିବା। ଏହି ଚିତ୍ରକୁ ଦେଖ। ପିଲେ, ଏହି ଚିତ୍ରରେ କ'ଣ କ'ଣ ସବୁ ରହିଛି? ଦେଖ, ଏଠିରେ କାଦୁଅର ଖଣ୍ଡିଏ ଗୋଲି ରହିଛି। ଠିକ ଅଛି। ଏଇଠି ପଥର ଖଣ୍ଡିଏ ଅଛି। ଏଇଠି କ'ଣ ଦେଖୁଛ? ଚୁମ୍ବକଟିଏ ଅଛି। ଠିକ ଅଛି। ଏଇଠି କ'ଣ ଦେଖୁଛ? ଖଣ୍ଡେ ଲୁହା ଅଛି। ଏଠି ଗୋଟେ କାଚ ବଲଟିଏ ଅଛି। ଏଠି ତୁମେ ଯୋଉ ଚାମଚରେ ଖାଦ୍ୟ ଖାଅ ସେମିତି ଗୋଟେ ଚାମଚଟିଏ ଅଛି। କିଛି ଖୁଚୁରା ପଇସା ଏଠି ଅଛି। ଠିକ ଅଛି। ବ୍ୟାଟେରୀଟିଏ ଅଛି, ତମେ ଯୋଉ ଟର୍ଚ୍ଚରେ ବ୍ୟବହାର କର। ଏଇଠି ଲୁହାର ଗୋଟିଏ ବଲ୍ ମଧ୍ୟ ରହିଛି। ପ୍ଲାଷ୍ଟିକର ଖଣ୍ଡେ ଖୋଳଟିଏ ଢାକଣିଟିଏ ରହିଛି। ଏଠାରେ ଖଣ୍ଡିଏ ଇଟା ରହିଛି ପିଲାମାନେ। ଆଉ ନଟ ବୋଲ୍ଟ ଯୋଉଟାକୁ ଆମେ ବ୍ୟବହାର କରି ଟାଇଟ୍ କରୁ ବିଭିନ୍ନ ସରଞ୍ଜାମ, ତାହା ମଧ୍ୟ ରହିଛି। ତୁମେ ଯେଉଁ କପରେ ଚାହା ପିଅ, ତୁମେ ହର୍ଲିକ୍ସ ପିଅ, ମା ବାପା ଚାହା ପିଅନ୍ତି, ତାହା ମଧ୍ୟ ସେ କପଟି ମଧ୍ୟ ଏଥିରେ ରହିଛି ଏବଂ ଲୁହାରେ ଗୋଟିଏ ଖେଳନା ଗାଡ଼ିଟିଏ ରହିଛି। ଏସବୁ ଚିତ୍ରକୁ ପିଲାମାନେ ତୁମମାନେ ଦେଖିଲ, ଚିହ୍ନି ମଧ୍ୟ ପାରିଲ। ଠିକ ଅଛି। ତୁମମାନେ କେବେ ଭାବିଛ ଏଗୁଡ଼ିକ ପାଣିରେ ବୁଡ଼ିବ ନା ଭାସିବ? କହିଲ ଦେଖିବା, ଏଗୁଡ଼ିକ ପାଣିରେ ବୁଡ଼ିବ କି ଭାସିବ? ଦେଖିବା, ଆମେ ପରୀକ୍ଷା କରି ଦେଖିବା ଏ ସମସ୍ତ କଥା ପାଣିରେ ବୁଡୁଛି କି ଭାସୁଛି। ଦେଖ, এই ପ୍ରଥମ ଚିତ୍ରରେ କ'ଣ ଦେଖିଲ? କାଦଗୋଲିଟି ପାଣିରେ ବୁଡ଼ି ଯାଇଛି। ଠିକ ଅଛି। ଦ୍ୱିତୀୟ ଚିତ୍ରରେ କ'ଣ ଦେଖିଲ? ପାଣି ଭିତରେ ପଇସା ଗୁଡ଼ିକ ରହିଛି, ତାହା ମଧ୍ୟ ପାଣିରେ ବୁଡ଼ି ଯାଉଛି। ଆଉ ଯୋଉ ଲୁହା ଖଣ୍ଡିକ ଦେଖିଲ, ସେ କ'ଣ କରୁଛି? ପାଣି ଭିତରେ ପଶି ରହିଛି, ଅର୍ଥାତ୍ ପାଣିରେ ବୁଡ଼ି ଯାଇଛି। ଆଚ୍ଛା, ଚତୁର୍ଥ ପାତ୍ରରେ ମଧ୍ୟ ସେଇଆ, କାଚ ଗୋଲିଟି ପାଣିରେ ବୁଡ଼ି ଯାଇଛି। ଏଇଠି ଦେଖୁଛନ୍ତି ଆମେ ପାତ୍ରରେ ଆମର ଚାମଚ ଯାହା ଲୁହାରେ ତିଆରି, ସେ ମଧ୍ୟ ପାଣିରେ ବୁଡ଼ି ଯାଇଛି। ବ୍ୟାଟେରୀ ମଧ୍ୟ ପାଣିରେ ବୁଡ଼ି ଯାଇଛି ପିଲାମାନେ। ଲୁହାରେ ତିଆରି ବଲ୍ ମଧ୍ୟ କାଚ ପାତ୍ରରେ ଥିବା ପାଣି ଭିତରକୁ ଚାଲି ଯାଇଛି, ଅର୍ଥାତ୍ ସେ ମଧ୍ୟ ବୁଡ଼ି ଯାଇଛି। ପଥର ଟୁକୁଡ଼ା ଖଣ୍ଡିକ ମଧ୍ୟ ପାଣିରେ ବୁଡ଼ି ଯାଇଛି। ଚୁମ୍ବକ ମଧ୍ୟ ପାଣିରେ ବୁଡ଼ି ଯାଇଛି। ପ୍ଲାଷ୍ଟିକରେ ତିଆରି ଢାକଣାଟା ମଧ୍ୟ ଜଳପାତ୍ରରେ ଥିବା ପାଣିରେ ବୁଡ଼ି ଯାଇଛି ଏବଂ ଏଠି ଇଟା ଖଣ୍ଡିକ ମଧ୍ୟ ପାଣିରେ ବୁଡ଼ି ଯାଇଛି। ଯୋଉ ନଟ ଆଉ ବୋଲ୍ଟ ପାଣି ଭିତରେ ମଧ୍ୟ ବୁଡ଼ି ଯାଇଛି। କପ୍ଟି, ଚାହା କପ୍ଟି ମଧ୍ୟ ପାଣିରେ ବୁଡ଼ି ଯାଇଛି। ଲୁହାରେ ତିଆରି ଗାଡ଼ିଟି ମଧ୍ୟ ପାଣିରେ ବୁଡ଼ି ଯାଇଛି ଏବଂ ଲୁହା ଖଣ୍ଡିକ ପାଣିରେ ମଧ୍ୟ ବୁଡ଼ି ଯାଇଛି। ଏଥିରୁ ଆମେ କ'ଣ ଜାଣିଲେ? ଇଏ ସମସ୍ତ ବସ୍ତୁ ପାଣିରେ ଭାସେ ନାହିଁ। ଏ ସବୁ ପାଣିରେ ବୁଡ଼ିଯାଏ। এই କଥା ଆମେ ଜାଣିଲେ। ଏଥର ତୁମମାନଙ୍କ ପାଇଁ 5ଟି ଭଲ ପ୍ରଶ୍ନ ରହିବ। ତମେମାନେ କେଉଁ ବସ୍ତୁ ବୁଡ଼ିଯାଏ, କେଉଁ ବସ୍ତୁ ଭାସିଯାଏ, ତାହା ମୋତେ କହିବ। ପିଲେ, ତୁମମାନଙ୍କ ପାଇଁ କେତେଗୁଡ଼ିଏ ବସ୍ତୁର ତାଲିକା ଏଇଠି ଦିଆଯାଇଛି। ଏବେ ତୁମେମାନେ କୁହ, ଏଥିରୁ କେଉଁଗୁଡ଼ିକ ପାଣିରେ ଭାସେ ଆଉ କେଉଁଗୁଡ଼ିକ ପାଣିରେ ବୁଡ଼ିଯାଏ? ମୋତେ କହିଲ। ପତ୍ର ପାଣିରେ ଭାସେ, କାଗଜ ନୌକା ଭାସେ, କାଠି ପାଣିରେ ଭାସେ, ପ୍ଲାଷ୍ଟିକ ବୋତଲ ଢକଣା ପାଣିରେ ଭାସେ, ସ୍ପଞ୍ଜ ପାଣିରେ ଭାସେ, ପର ପାଣିରେ ଭାସେ, ଖାଲି ପ୍ଲାଷ୍ଟିକ ବୋତଲ ପାଣିରେ ଭାସେ,
ରବର ବଲ୍ ମଧ୍ୟ ପାଣିରେ ଭାସେ, ଥର୍ମୋକଲ୍ ଟୁକୁଡ଼ା ମଧ୍ୟ ପାଣିରେ ଭାସେ, ଶୁଖିଲା ନଡ଼ିଆ ଚୋପା ପାଣିରେ ଭାସେ, ଖେଳନା ନୌକା ପାଣିରେ ଭାସେ, ଶୁଖିଲା ଫୁଲ ପାଣିରେ ଭାସେ, କର୍କ ପାଣିରେ ଭାସେ, ବେଲୁନ୍ ପାଣିରେ ଭାସେ, ବରଫ ଟୁକୁଡ଼ା ପାଣିରେ ଭାସେ। କିନ୍ତୁ ପଥର ପାଣିରେ ବୁଡ଼ିଯାଏ, ପଇସା ପାଣିରେ ବୁଡ଼ିଯାଏ। କୋଉ ପଇସା କହିଲ? କଏନ୍ ଗୁଡ଼ିକ, ମୁଦ୍ରା ଗୁଡ଼ିକ, ଟଙ୍କାକିଆ, 5 ଟଙ୍କିଆ, 2 ଟଙ୍କିଆ ଏସବୁ ବୁଡ଼ିଯାଏ। କାଗଜ ଟଙ୍କା ଗୁଡ଼ିକ ଭାସେ, ବୁଡ଼େ ନା। ଲୁହା କଣ୍ଟା ବୁଡ଼ିଯାଏ, ଚାବି ବୁଡ଼ିଯାଏ, କାଚଗୋଲି ବୁଡ଼ିଯାଏ, ଲୁହା ଚାମଚ ବୁଡ଼ିଯାଏ, ବ୍ୟାଟେରୀ ବୁଡ଼ିଯାଏ, ଷ୍ଟିଲ୍ ବାଟି ବୁଡ଼ିଯାଏ, ମାଟି ଗୋଲା ବୁଡ଼ିଯାଏ, ଚୁମ୍ବକ ମଧ୍ୟ ପାଣିରେ ବୁଡ଼ିଯାଏ, ରବର ମଧ୍ୟ ବୁଡ଼ିଯାଏ, ଛୋଟ ପଥର ବୁଡ଼ିଯାଏ, ନଟ୍ ଆଉ ବୋଲ୍ଟ ବୁଡ଼ିଯାଏ, ତୁମେ ଚିତ୍ରରେ ଦେଖିଲ, ଚାହା କପ୍ ବୁଡ଼ିଯାଏ, ଆଉ ଲୁହା ଖେଳନା ମଧ୍ୟ ବୁଡ଼ିଯାଏ। ଠିକ ଅଛି ପିଲାମାନେ, ଆଜି ପାଇଁ ତୁମମାନଙ୍କ କାର୍ଯ୍ୟକ୍ରମ ଏତିକି। ଠିକ ଅଛି ପିଲାମାନେ, ତମମାନେ କେଉଁ ବସ୍ତୁ ବୁଡ଼ିଯାଏ, କେଉଁ ବସ୍ତୁ ଭାସି ଉଠେ ତାହା ଜାଣିଲ। ପରବର୍ତ୍ତୀ ଭିଡିଓରେ ଅନ୍ୟ କିଛି ନୂଆ କଥା ତମମାନଙ୍କ ପାଇଁ ଆମେ ଆଣିବୁ। ଆଜି ପାଇଁ ଏତିକି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।